ଆଜି ଗୋଟେ ମଜା କଥା ମୁଁ କହୁଛି, ଏଠି ସାଟାୟାର ନୁହେଁ, କିନ୍ତୁ ଗୋଟେ ମଜା କଥା ଭାବି। ଗୋଟେ ସନ୍ନ୍ୟାସୀ ଥରେ ମଜାରେ କହୁଛନ୍ତି, ଲୋକଙ୍କୁ ବୁଝାଉଛନ୍ତି। ସେ କହୁଛନ୍ତି ଯଦି କ୍ଷୀର ଖାଇଲେ ଦେହରେ ବଳ ଆସିଯାଏ, ଦେହ ସୁସ୍ଥ ସବଳ ହୁଏ, ତାହେଲେ ବିଲେଇ ଏତେ କ୍ଷୀର ଖାଉଛି, ସେ ଏତେ ସୁସ୍ଥ ସବଳ ହୋଇପାରୁନାହିଁ କାହିଁକି? ନମ୍ବର 2, ଯଦି ବ୍ରହ୍ମ ମୁହୂର୍ତ୍ତରେ ଉଠିବେ ତାହେଲେ ଆପଣଙ୍କ ସବୁ ଜିନିଷ ଭଲ ହେବ ଏବଂ ଆପଣ ସବୁ ଐଶ୍ୱର୍ଯ୍ୟ ପାଇପାରନ୍ତି। ଏଠି ଦେଖନ୍ତୁ ତ, ଗୋଟେ କୁକୁଡ଼ା, ସେ ନିଶ୍ଚୟ ବ୍ରହ୍ମ ମୁହୂର୍ତ୍ତରେ ଉଠି ସେ ତାର ରାବ ଛାଡ଼ୁଛି, କିନ୍ତୁ ସେ ତ ସନ୍ଧ୍ୟା ପୂର୍ବରୁ ସେଦିନ ସେ ବୋଧେ ବଳି ପଡ଼ିଯାଉଛି, ଲୋକେ ତାକୁ ଖାଇବାରେ ବ୍ୟବହାର କରିନେଉଛନ୍ତି। ସେମିତି ଏ ଯେଉଁ ପେପର ବାଲା ହକାର, ସେ ରାତି 3ଟା 4ଟାରେ ଉଠି ନିଜ କାମରେ ଚାଲିଯାଏ ପେପର କିଣିବି ବିକିବା ପାଇଁ, କିନ୍ତୁ ସେ କେବେ ଏମିତି BMW ଗାଡ଼ି ଚଢ଼ି ପାରୁନାହିଁ। ଦେଖନ୍ତୁ ସେ ବ୍ରହ୍ମ ମୁହୂର୍ତ୍ତରେ ଉଠୁଛି। ତେଣୁ ସେମିତି କିଛି ଡାକ୍ତର କହିଥାନ୍ତି, ଯଦି ଆପଣ ୱାକ୍ କରିବେ ତାହେଲେ ୱାକିଂ ଇଜ୍ ଦ ବେଷ୍ଟ ଏକ୍ସରସାଇଜ୍। ଦଣ୍ଡ ବୈଠକ ବ୍ୟାୟାମ ଅପେକ୍ଷା ୱାକିଂ ବେଷ୍ଟ। ହାତୀ ତ ଦିନ ସାରା ଚାଲୁଛି, କିନ୍ତୁ ହାତୀ ଏତେ ମୋଟା ହେଇଯାଉଛି, ସେ ଧୀରେ ଧୀରେ ଚାଲୁଛି, ତେଣୁ ତାର ଏ ଯେଉଁ ବ୍ୟାୟାମ କରୁଛି, ଚାଲୁଛି, ୱାକ୍ କରୁଛି, ଏତେ ଏଠି କାମ ଦେଉନି। ତେଣୁ ଏସବୁ ସେ ମଜାରେ କହୁଥାନ୍ତି। ଏହାର ଅର୍ଥ ହେଲା ସେ ଲୋକଙ୍କୁ ବୁଝାଉଛନ୍ତି, ଖାଲି ଶୁଣିଦେଲେ କିଛି ହେବ ନାହିଁ, ସେ ଶୁଣା କଥାକୁ ଜଣେ ବାସ୍ତବରେ ପ୍ରୟୋଗ କଲେ ଯେ ୟାକୁ ତାକୁ ଦେଖି ବା ତାର ହେଇଛି ତାର ନାହିଁ ଏସବୁ କହିଲେ ହେବ ନାହିଁ। ମନ ଯଦି ଦୃଢ଼ ରଖିବେ ତାହେଲେ ହେବ। ଯେମିତି ଗୋଟେ କଥାରେ ବି ଅଛି, ସୁପ୍ତସ୍ୟ ସିଂହସ୍ୟ ମୁଖେ ନ ପଡ଼ନ୍ତି ମୃଗାହା। ଯଦି ଗୋଟେ ସିଂହ ଖାଲି ବସି ରହିବ ଗୋଟେ ଗଛ ତଳେ, ଖାଦ୍ୟ ଆପେ ଆପେ ଆସିବେ ନାହିଁ, ତାକୁ ଧାଇଁବାକୁ ପଡ଼ିବ। ସେମିତି ଏଇ ଯେଉଁ ଲୋକମାନଙ୍କ ମୁଁ ଆଗରେ ଉଦାହରଣ ଦେଲି, ଏମାନେ ଯଦି ଧାଇଁବା ସହିତ ଉଚ୍ଚାଭିଳାଷୀ ହେଇ କିଛି ଭଲ ଭଲ କାମରେ ହାତ ଦେବେ, ତାହେଲେ ଏମାନେ ବି ସବୁ ଐଶ୍ୱର୍ଯ୍ୟ ପ୍ରାପ୍ତି ହେଇପାରନ୍ତି। ତେଣୁ ବ୍ରାହ୍ମ ମୁହୂର୍ତ୍ତରେ ଉଠି ଯେତେ ସୁନ୍ଦର ଯଦି କାମ କରିବେ ତାହେଲେ ଫଳ ତ ପାଇବେ, କିନ୍ତୁ ଏଇ ଯେଉଁ କହିଲି କିଛି ଉଦାହରଣ, ଏଇଟା ଟିକେ ମଜାରେ ନେବେ ଏବଂ କାହିଁକି ଏସବୁ ଘଟୁଛି ଚିନ୍ତା ବି କରିବେ। ରହିଲି, ନମସ୍କାର, ଜୟ ହିନ୍ଦ।